କେତେ ଦିନ ଏମିତି ଭିକ ମାଗି ଦିନ ଜୀବନ। ହେ ଜଗତର ନାଥ ଜଗନ୍ନାଥ, ଆଜି ଆଜି এই মগধগড় রাজা মহারানী ଖାଇବାକୁ ଅନ୍ନ ମିଳୁନାହିଁ ମହାରାଣୀ, ପିନ୍ଧିବାକୁ ବସ୍ତ୍ର ଆଉ କେତେ ଦିନ ଓ ମହାରାଣୀ, ଆଉ କେତେ ଦିନ ପବନ ଆହାରେ ଜୀବନ ବଞ୍ଚାଇବା ମହାରାଣୀ, ପବନ ଆହାରେ ଜୀବନ ବଞ୍ଚାଇବା। ଆଉ କି କରିବା ସ୍ୱାମୀ, ତାହେଲେ ଆମର ତ ଭାଗ୍ୟରେ ଏହି ଲେଖା ଅଛି। ଓ ମହାରାଣୀ, ଆଉ କଣ କରିବା, ଆଉ କଣ ଏହି ଗାଁ କରିବା ଦାଣ୍ଡରେ ଭିକ ମାଗି ମାଗି ନିଜର ଜୀବନ ଯାପନ କରିବା। ହେ ମା, ହେ ମହାରାଣୀ, ଆଉ କଣ କରିବା? ଭିକ ମାଗି ଜୀବନ ବଞ୍ଚାଇବ ମହାରାଣୀ, ଜୀବନ ବଞ୍ଚାଇବ। ମୁଣ୍ଡେ ଭିକ ଦିଅ। ଲଗେଇଦେଲେ ତ ଭଲ ମହାରାଣୀ, ଲଗେଇଲେ ତ ଭଲ। ଭିକ୍ଷା ଦିଅ, ଭିକ୍ଷା ଦିଅ ଆଗ ମାଉସୀ, ଭିକ୍ଷା ଦିଅ, ଭିକ୍ଷା ଦିଅ ଆଗ ମାଉସୀ, ଭିକ୍ଷା ମାଗୁଅଛୁ ଆଜି ତୁମ ଦ୍ୱାରେ ଆସି, ଭାଗ୍ୟହୀନ ଆହ ଆମ୍ଭହୀନ ହେ, ଭିକ୍ଷା ମାଗି ଯାଉ ଏ ଜୀବନ ହେ। ହେ ଧର୍ମକାରୀ ମାତା ମୌସୁମୀ, ନାହିଁ ମୋର ଘର ଦ୍ୱାର, ନାହିଁ ପରିବାର, ନାହିଁ ମୋର ଘର ଦ୍ୱାର, ନାହିଁ ପରିବାର, ସେନାପତି କୁଟ କରି କଲା ନାରଖାର, ଭାଗ୍ୟହୀନ ଆମ ଭାଗ୍ୟହୀନ ହେ, ଖାଇବାକୁ ମିଳୁନାହିଁ ଅନ୍ନ ହେ। ଭିକ୍ଷା ମିଠି ଆଣିଦିଅ ମା, ଆଜି ଏ ମଗଧଗଡ଼ ରାଜା ତାଙ୍କର ଭିକାରୀ ସାଜିଯିବ, ତାଙ୍କର ଭିକାରୀ ସାଜିଯିବ। ধর্মকারী মা ভিক্ষা আনিতে দিও, ভিক্ষা ঘেনি চালি দিমু আম নিজ বাট, ভিক্ষা দিও মাগ ভিক্ষা দিও গো, মুঝে অনাথ ভিকারি পুয় গো, ভিক্ষা বুঝে দিও মা। দিনে থিলি মুহি মগধগড়র রাজা, সেনাপতি কর্ম বলে পাউ অছি পূজা, মু ভিকারি মাগ মু ভিকারি গো, মোজা কর সাজিলা ভিকারি গো। মা মৌসুমী
ଆଉ ଏମିତି ଭିକ ମାଗି କେତେ ଦିନ ଜୀବନ ବଞ୍ଚାଇବ ମହାରାଣୀ, ଜୀବନ ବଞ୍ଚାଇବ। ଆଜି ମତେ ମନେ ପଡୁଛି ମହାରାଣୀ ସେଇ ତୀର୍ଥ ଯୁଗର କଥା। ପିତୃଭକ୍ତ ଶ୍ରବଣ କୁମାର ମାତା ପିତାଙ୍କୁ କାନ୍ଥରେ ନେଇ ନାନା ତୀର୍ଥମାନ ଭ୍ରମଣ କରାଇଥିଲେ। ଶେଷରେ ଦଶରଥଙ୍କ ଶବ୍ଦ ଭେଡ଼ି ସ୍ୱରରେ ନିଜ ଜୀବନ ହରାଇଥିଲେ ମହାରାଣୀ। ଯଦି ଆମ ପୁତ୍ର ସାଗର ଥାନ୍ତା ତାହେଲେ ଆମର ସହାୟ ହେଇଥାନ୍ତା ମହାରାଣୀ, ଆମର ସହାୟ ହେଇଥାନ୍ତା। ଆଉ କଣ କରିବା ମହାରାଣୀ? ସେଇ ଗଙ୍ଗା ନଦୀ ତୀରକୁ ଯାଇ ନିଜର ଆତ୍ମବିସର୍ଜନ କରାଇବା ମହାରାଣୀ। ଯେତେ କାନ୍ଦିଲେ ଯେତେ ବିକଳ ହେଲେ ବି ଆମ ପୁଅ ଆମ ପାଖକୁ ଆସିବନି। ଦିନେ ରାଜା ରାଣୀ ଥିଲେ, ଆଉ ଆଜି ଏଇ ଦାଣ୍ଡର ଭିକାରୀ ସାଜି ଭିକ ମାଗି ମାଗି ପେଟ ଚଳୁଛି। ଆଉ କେତେ ଦିନ ଏମିତି ବଞ୍ଚିବା? ନିଶ୍ଚୟ ମହାରାଣୀ। ଚାଲ ତୁ ହେ ଠାକୁର, ଆଜି ତୁ କହୁଥିଲେ ନା ଯୁଗେ ଯୁଗେ ଯେତେ ସମୟରେ ଅତ୍ୟାଚାର ବଢିଯାଏ ଭକ୍ତ ମାନଙ୍କୁ ଉଦ୍ଧାର କରିବା ପାଇଁ ତବେ ପଡ଼ି এই ଜଗତର ଅବତାର। ହେଲେ ଆଜି ଆମ ସହିତ କି ଝୁଲଣା ଖେଳୁଛ ମହାପ୍ରଭୁ, କି ଝୁଲଣା ଖେଳୁଛ? ଚାଲ ମହାରାଣୀ, ଚାଲ ସ୍ୱାମୀ, ଏଇନେ ଚାଲିଯିବା। कहाँ